ଶ୍ରୀ ନ୍ୟୁଜ ତରଫରୁ ସରସ୍ୱତୀ ପୂଜାର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। 2025-26 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହୋଇଛି। ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ୱକୁ ଚକିତ କରିଛି। ଗତ 10 ବର୍ଷରେ ଅନେକ ସଂସ୍କାର କରାଯାଇଛି। ଏଥିରେ ବଜେଟ୍ରେ 10ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଯୁବକମାନଙ୍କୁ ରୋଜଗାର ପାଇଁ ପ୍ରାଥମିକତା, ଡାଲିରେ ଆତ୍ମନିର୍ଭରଶୀଳ ଅଭିଯାନ, ବିହାରରେ ମଖନା ବୋର୍ଡ ଗଠନ, ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ଅର୍ଥନୀତି, ଟିକସ ଶକ୍ତି ଓ ନଗର ଉନ୍ନୟନ ଉପରେ ଗୁରୁତ୍ୱ, ଗରିବ ଯୁବକ, କୃଷକ ଓ ମହିଳା ସଶକ୍ତି ଉପରେ ଗୁରୁତ୍ୱ ଦିଆଯିବ। ଭାରତର ପାରମ୍ପରିକ କପା ଶିଳ୍ପକୁ ପ୍ରୋତ୍ସାହନ, କପା ଉତ୍ପାଦନ ଉପରେ 5 ବର୍ଷିଆ ସରକାରୀ ଫୋକସ୍, ପ୍ରଧାନମନ୍ତ୍ରୀ ଧନମଞ୍ଜନ ଯୋଜନା ଆଣିବେ, 100ଟି ଜିଲ୍ଲା ଉପକୃତ ହେବେ। କପା ଉତ୍ପାଦନ ଓ ମାର୍କେଟିଂ ଉପରେ ଗୁରୁତ୍ୱ, କିଷାନ କ୍ରେଡିଟ୍ କାର୍ଡର ସୀମା 3 ଲକ୍ଷରୁ 5 ଲକ୍ଷକୁ ବୃଦ୍ଧି, ଏମ୍ଏସ୍ଏମ୍ଇ ପାଇଁ ଋଣ 5 କୋଟିରୁ 10 କୋଟିକୁ ବୃଦ୍ଧି, ଦୁଗ୍ଧ ଓ ମତ୍ସ୍ୟ ଚାଷ ପାଇଁ 5 ଲକ୍ଷ ପର୍ଯ୍ୟନ୍ତ ଋଣ, ଆସାମର ନାମରୂପରେ ଏକ ୟୁରିଆ ପ୍ଲାଣ୍ଟ ସ୍ଥାପନ କରାଯିବ, ଷ୍ଟାର୍ଟଅପ୍ ପାଇଁ 10,000 କୋଟିର ପାଣ୍ଠି, ଲେଦର ସ୍କିମ୍ରେ 22 ଲକ୍ଷ ଲୋକଙ୍କୁ ନିଯୁକ୍ତି, ଭାରତକୁ ଖେଳନା ହବ୍ରେ ପରିଣତ ଖେଳନା ପାଇଁ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରାଯିବ। ଗତ 10 ବର୍ଷ ମଧ୍ୟରେ ଆମର ଅଭିବୃଦ୍ଧି ଟ୍ରାକ୍ ରେକର୍ଡ ଏବଂ ଢାଞ୍ଚାଗତ ସଂସ୍କାର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏ ସମୟରେ ଭାରତର ସାମର୍ଥ୍ୟ ଉପରେ ବିଶ୍ୱାସ ବୃଦ୍ଧି ପାଇଛି। ଆଗାମୀ 5 ବର୍ଷକୁ ସମସ୍ତ କ୍ଷେତ୍ରରେ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ହାସଲ ଏବଂ ସନ୍ତୁଳିତ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅନନ୍ୟ ସୁଯୋଗ।